ଜଣେ ଜଣକ ପାଇଁ ଯିବା ହିଁ ଜୀବନ ହୋଇଥାଏ। ସେଥିପାଇଁ ହୃଦୟ ତାଙ୍କୁ ଦିଅନ୍ତୁ ଯିଏ ଆପଣଙ୍କୁ ହୃଦୟରୁ ଚାହୁଁଥିବ। ଜୀବନରେ ବେଶୀ ସମ୍ପର୍କ ଦରକାର ନାହିଁ, କିନ୍ତୁ ଯେଉଁ ସମ୍ପର୍କ ଅଛି ତା ଭିତରେ ଜୀବନ ଥିବା ଦରକାର। ସାରା ଜୀବନ ସାଙ୍ଗରେ ରହିବାକୁ କେବଳ ପ୍ରେମ କୁହାଯାଏନି। ଜଣେ ଦୂରେଇ ଗଲା ପରେ ମଧ୍ୟ ତାକୁ ସାରା ଜୀବନ ହୃଦୟରେ ସାଇତି ରଖିବାକୁ ପ୍ରେମ କୁହାଯାଏ। ସଚ୍ଚା ଲୋକଙ୍କୁ ବୋଧେ ମିଛ ବିଷୟରେ ଜଣା ନଥିବ, ହେଲେ ମିଛୁଆ ଲୋକଙ୍କୁ ସବୁବେଳେ ସତ ବିଷୟରେ ଜଣା ଥାଏ। କିଛି ଲୋକ ତୁମକୁ କେବଳ ସେତିକି ଭଲ ପାଆନ୍ତି ଯେତିକି ତୁମକୁ ବ୍ୟବହାର କରିପାରିବେ। ଯେବେ ମନ ଭରିଯାଏ ତ ସବୁଠାରୁ ଭଲ ଜିନିଷ ବି ବେକାର ଲାଗିବା ଆରମ୍ଭ ହୋଇଯାଏ। ଯିଏ ତୁମକୁ ମିଛ ପ୍ରେମ କରୁଥିବ, ତୁମେ ତାଙ୍କ ପାଖରେ 5ଟି ଗୁଣ ନିଶ୍ଚୟ ପାଇବ। ତାଙ୍କ ପାଖରେ ତୁମକୁ ନେଇ କୌଣସି ବି ଭବିଷ୍ୟତ ଚିନ୍ତା ନଥିବ। ଟିକେ ଟିକେ କଥାରେ ଭୁଲ ବୁଝାମଣା ବଢ଼ିବ। ରାଗ ଥିବ ଅନ୍ୟ କୁଆଡ଼େ, କିନ୍ତୁ ସେ ସୁଝାଇବେ ତୁମ ଉପରେ। ପ୍ରତ୍ୟେକ ଜିନିଷରେ ତୁମ ଉପରେ କିଛି ନା କିଛି ସର୍ତ୍ତ ରଖିବ। ସେ କେବଳ ସ୍ୱାର୍ଥ ପାଇଁ ଭଲ ପାଉଥିବ। ଟିକେ ଟିକେ କଥାରେ ତୁମ ସହ ବ୍ରେକଅପ୍ କରିବାର ଧମକ ଦେଉଥିବ। ସମ୍ପର୍କ ତାହା ସହିତ ରଖନ୍ତୁ ଯିଏ ପ୍ରେମ ସହ ସମ୍ମାନ କରୁଥିବ, କାରଣ ପ୍ରେମ ଠାରୁ ବି ମୂଲ୍ୟବାନ ନିଜର ଆତ୍ମସମ୍ମାନ ହୋଇଥାଏ। ପ୍ରେମର ରାସ୍ତାରେ ଟିକେ ସାବଧାନରେ ଚାଲ। ଏଠି ଲୋକଙ୍କର ପୁରୁଣା ଅଭ୍ୟାସ ସଚ୍ଚା ସରଳ ହୃଦୟକୁ ଭାଙ୍ଗି ଦେଇ ଆଉ କାହା ହାତ ଧରି ବାଟ ଅଲଗା କରିଦିଅନ୍ତି। କାହାକୁ ବାଧ୍ୟ କର ନାହିଁ ତୁମ ସହ କଥା ହେବା ପାଇଁ। ଯଦି ତାଙ୍କ ହୃଦୟରେ ବି ଭଲ ପାଇବା ଥିବ, ସେ ନିଶ୍ଚୟ ତୁମ ପାଇଁ ସମୟ ବାହାର କରିବେ। ସମୟ ପୂର୍ବରୁ ମିଳୁଥିବା ଜିନିଷ ନିଜର ମୂଲ୍ୟ ହରେଇ ଦିଏ, ଆଉ ସମୟ ପରେ ମିଳୁଥିବା ଜିନିଷ ନିଜର ମହତ୍ତ୍ୱ ହରେଇ ଦିଏ। ସୁନ୍ଦର ଚେହେରାଟିଏ ଖୋଜିଲେ ସବୁ ଜାଗାରେ ମିଳିଯାଏ, କିନ୍ତୁ ସୁନ୍ଦର ହୃଦୟଟିଏ ସବୁ ଜାଗାରେ ମିଳିନଥାଏ। ପ୍ରେମ ଆଉ ମୃତ୍ୟୁ ମଧ୍ୟରେ ଏତିକି ସମାନତା ଥାଏ। ନା ସେ ବୟସ ଦେଖେ, ନା ସମୟ ଦେଖେ, ନା ଜାଗା। ସମୟ କହିଦିଏ କିଏ କାହାର, କେତେ ନିଜର। ସମୟ ସହିତ ବଦଳି ଯାଆନ୍ତି ଅନେକ ଆପଣାର। ଯଦି ତୁମକୁ କେଉଁ ଝିଅ ସଚ୍ଚା ପ୍ରେମ କରୁଥିବ, ତେବେ ତୁମକୁ କେବଳ ଗୋଟିଏ ଜିନିଷ ମାଗିବ, ତାହା ହେଉଛି ସମୟ। ଜୀବନ ଗୋଟିଏ କଥା ଶିଖେଇଦେଲା, ବନ୍ଧୁତା କର ବା ପ୍ରେମ, ହେଲେ ଆଶା କାହାଠାରୁ ରଖନି। ତୁମ ଜୀବନରେ ସେ ପର୍ଯ୍ୟନ୍ତ କିଛି ବଦଳିବ ନାହିଁ ଯେ ପର୍ଯ୍ୟନ୍ତ ତୁମେ ନିଜକୁ ନ ବଦଳେଇବ। ମନେ ରଖନ୍ତୁ, କିଏ କେବେ ନିଜ ଇଚ୍ଛାରେ ବଦଳି ନଥାନ୍ତି। କିଛି ଲୋକଙ୍କ କଥାବାର୍ତ୍ତାରୁ ମିଳିଥିବା କଷ୍ଟ ହିଁ ମଣିଷକୁ ବଦଳି ଯିବାକୁ ବାଧ୍ୟ କରିଥାଏ। ଯଦି ଆପଣଙ୍କ ହୃଦୟକୁ କିଏ କଷ୍ଟ ଦିଏ, ତାକୁ ଖରାପ ଭାବନ୍ତୁ ନାହିଁ। କାହିଁକି ନା ପ୍ରକୃତିର ନିୟମ ହେଉଛି, ଯେଉଁ ଗଛରେ ଅଧିକ ଫଳ ରହିଥାଏ, ଲୋକେ ସେହି ଗଛକୁ ହିଁ ପଥର ମାରୁଥାନ୍ତି। ଜୀବନରେ କିଛି ଏମିତି ଯନ୍ତ୍ରଣା ଅଛି କି ବଞ୍ଚି ହୁଏନି, ଆଉ ଜୀବନରେ ଏମିତି କିଛି କର୍ତ୍ତବ୍ୟ ଅଛି କି ପୂରା ନ କରି ମରି ବି ହୁଏନି। ଆଜିକାଲିର ସମ୍ପର୍କଟା ଏତେ ଶସ୍ତା ହୋଇଗଲାଣି ଯେ ଆବଶ୍ୟକ ହେଲେ କଥା ହେବେ, ନହେଲେ ଦୂରେଇ ଯିବେ। ଦୂରେଇ ଯିବା ପୂର୍ବରୁ ଭାବିବା ଦରକାର, ଯଦି ସମ୍ପର୍କ ରଖିବାର ନଥିଲା ଆରମ୍ଭ କରୁଥିଲ କାହିଁକି? ସଚ୍ଚା ମିତ୍ର ସିଏ ହୋଇଥାଏ ଯିଏ କଠିନରୁ କଠିନ ପରିସ୍ଥିତିରେ ମଧ୍ୟ ସହାୟତା ପାଇଁ ତତ୍ପର ରହିଥାଏ। ଯେଉଁଦିନ କାହାରିକୁ ବି ଆପଣଙ୍କୁ ନିଜର ପରିଚୟ ଦେବାକୁ ପଡ଼ିବନି, ତ ବୁଝିଯାଆନ୍ତୁ କି ଆପଣ ସକ୍ସେସ୍ ହୋଇସାରିଛନ୍ତି। ଛୋଟବେଳେ ଯେଉଁଠି ଇଚ୍ଛା ସେଇଠି କାନ୍ଦି ଦେଉଥିଲେ, କିନ୍ତୁ ଏବେ କାନ୍ଦିବା ପାଇଁ ଜାଗା ଖୋଜିବାକୁ ପଡୁଛି। ଯେବେ ଶରୀରକୁ ମିଳୁଥିବା ଯନ୍ତ୍ରଣା
ଆଉ ଶବ୍ଦରେ ଥିବା ଆଘାତ ସହିବା ଶିଖିଯିବ, ତୁମେ ପ୍ରକୃତରେ ବଞ୍ଚିବା ଶିଖିଯିବ। ଦୁନିଆରେ ସବୁଠାରୁ ଓଜନ ଜିନିଷ ହେଉଛି ସ୍ୱାର୍ଥ, ଯାହା ସରିଗଲେ ବଡ଼ରୁ ବଡ଼ ସମ୍ପର୍କ ହାଲୁକା ହେଇଯାଏ। ସଚ୍ଚା ଭଲ ପାଇବା ହାତର ରେଖାରେ ଥାଉ କି ନଥାଉ, ହୃଦୟର କାନ୍ଥରେ ତାଙ୍କ ନାଁ ନିଶ୍ଚୟ ଥାଏ। ଏହି ଜୀବନ ବହୁତ ଛୋଟ, ତେଣୁ ସେହି ମଣିଷ ସହିତ ଅଧିକ ସମୟ ବିତାଇବା ପାଇଁ ଚେଷ୍ଟା କର ଯିଏ ତୁମକୁ ସବୁବେଳେ ଖୁସି ଓ ଭଲ ପାଇବା ଦେବାକୁ ଚାହିଁଥାଏ। ଅତି ସହଜରେ କାହାକୁ ବିଶ୍ୱାସ କରିବେ ନାହିଁ, କାରଣ ବିଶ୍ୱାସର ମର୍ଯ୍ୟାଦା ସମସ୍ତେ ରଖିପାରନ୍ତି ନାହିଁ। ଏ ଦୁନିଆରେ ଅଧିକ ଲୋକ ଏମିତି ହୋଇଥାନ୍ତି ଯିଏ ପାଖରେ ବସି ତୁମ ସାଥିରେ ହସନ୍ତି ଆଉ ତୁମ ପଛରେ ତୁମକୁ ଦୋଷନ୍ତି। ସବୁ ସମ୍ପର୍କର ନିଜ ନିଜର ସୀମା ଅଛି। ଯେବେ କଥା ଆତ୍ମସମ୍ମାନର ଆସେ, ସେଠାରେ ସମ୍ପର୍କ ସାରିଦେବା ହିଁ ଭଲ ହୋଇଥାଏ। ତୁମେ କେବେ ଠିକ୍ ଥିଲ ଏକଥା କେହି ମନେ ରଖିବେ ନାହିଁ, ତୁମେ କେବେ ଭୁଲ ଥିଲ ଏକଥା ସମସ୍ତେ ମନେ ରଖିବେ। ଯେତେ ଦିନ ପର୍ଯ୍ୟନ୍ତ ତୁମେ ଲୋକଙ୍କୁ ଖୁସି କରାଇ ପାରୁଥିବ, ଲୋକେ ତୁମକୁ ସାବାସ କହୁଥିବେ। ଯେଉଁଦିନ ଲୋକଙ୍କ କଥା ଛାଡ଼ି ତୁମ ଖୁସି କଥା ଭାବିବ, ଲୋକେ ନିନ୍ଦା କରିବା ଆରମ୍ଭ କରିଦେବେ। ଯିଏ ତୁମର ମୂଲ୍ୟ ବୁଝୁନାହିଁ, ତା ପଛରେ ଦୌଡ଼ିବା ପ୍ରେମ ନୁହେଁ, ପାଗଳାମୀ ହୋଇଥାଏ। କ୍ଷମା ସିଏ ଦେଇପାରେ ଯିଏ ମଜବୁତ ହୋଇଥାନ୍ତି, ନହେଲେ ପ୍ରତିଶୋଧ ଭାବନା ଯାହା ପାଖରେ ଥାଏ, ଯିଏ ଭିତରୁ ଖାଲି ହୋଇଥାନ୍ତି। କଥାରେ ଅଛି, ଝିମିଟି ଖେଳରୁ ମହାଭାରତ। ଅଧିକ ଯୁକ୍ତିତର୍କ ଭଲ ଆଲୋଚନାକୁ ମଧ୍ୟ ବେଳେବେଳେ ମହାଭାରତର ରୂପ ଦେଇଥାଏ। ସେଥିପାଇଁ ବେଳେବେଳେ ଠିକ୍ କ'ଣ ଜାଣିଲା ପରେ ମଧ୍ୟ ଚୁପଚାପ ରହିବା ଭଲ ହୋଇଥାଏ। ସମ୍ପର୍କକୁ ନିଭେଇବା ପାଇଁ ସୁନ୍ଦର ନୁହେଁ, ବରଂ ସଚ୍ଚା ଆଉ ମନକୁ ବୁଝିପାରୁଥିବା ଜୀବନସାଥୀଟିଏ ଜରୁରୀ ହୋଇଥାଏ। ପ୍ରାୟତଃ ସେହି ଲୋକମାନଙ୍କର ହୃଦୟ ଭାଙ୍ଗିଯାଏ ଯିଏ ସବୁବେଳେ ଅନ୍ୟମାନଙ୍କର ହୃଦୟ ଜିତିବାକୁ ଚେଷ୍ଟା କରିଥାଏ। ଜୀବନରେ କେବେ ତାଙ୍କୁ ଭୁଲି ଯାଉ ନାହିଁ ଯିଏ ତୁମକୁ ସବୁଦିନ ସବୁ ସମୟରେ ମନେ ପକାଉଥାଏ ଆଉ ନିଜଠୁ ବି ଅଧିକ ଭଲ ପାଉଥାଏ। ଏହି ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ, ତାହେଲେ ମୋ ଭିଡ଼ିଓଟିକୁ ଲାଇକ୍, ସେୟାର, କମେଣ୍ଟ କରି ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ।